କୃମିନାଶକ ବଟିକା ଖାଇ 9 ଛାତ୍ରଛାତ୍ରୀ ଅସୁସ୍ଥ। କେଉଁଝର ଜିଲ୍ଲା ସାହାରପଡ଼ା ବ୍ଲକ ଟେଣ୍ଡେରା ପଞ୍ଚାୟତ ଅନ୍ତର୍ଗତ ରେଙ୍ଗାଳ ବେଢ଼ା ପ୍ରାଥମିକ ବିଦ୍ୟାଳୟରେ 9 ଜଣ ଛାତ୍ରଛାତ୍ରୀ କୃମିନାଶକ ବଟିକା ଖାଇ ଅସୁସ୍ଥ ହୋଇଛନ୍ତି। ସୂଚନା ଅନୁସାରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ମଧ୍ୟାହ୍ନ ଭୋଜନ ପରେ କୃମିନାଶକ ବଟିକା ଦିଆଯାଇଥିଲା। ବଟିକା ଖାଇବାର କିଛି ସମୟ ପରେ 2 ଜଣ ଛାତ୍ରଛାତ୍ରୀ ଅସୁସ୍ଥ ହୋଇପଡ଼ିଥିଲେ। କିଛି ଛାତ୍ରଛାତ୍ରୀ ବାନ୍ତି କରିଥିଲା ବେଳେ ଅନ୍ୟ କେତେଜଣଙ୍କ ମୁଣ୍ଡ ବୁଲାଇଥିଲା। ସେମାନଙ୍କୁ ସଙ୍ଗେ ସଙ୍ଗେ 108 ଆମ୍ବୁଲାନ୍ସ ଯୋଗେ ବିଦ୍ୟାଳୟର ଭାରପ୍ରାପ୍ତ ଶିକ୍ଷୟିତ୍ରୀ ପ୍ରଜ୍ଞା ଚୌଧୁରୀ ପାଟଣା ଡାକ୍ତରଖାନାକୁ ଆଣିଥିଲେ। ଡାକ୍ତରଖାନାରେ ଚିକିତ୍ସା ପରେ ଛାତ୍ରଛାତ୍ରୀମାନେ ସୁସ୍ଥ ହେବା ସହିତ ଘରକୁ ଫେରିଥିବାର ସୂଚନା ମିଳିଛି। ଆପଣଙ୍କୁ ଆମେ ଆଉଥରେ କହି ରଖୁଛୁ, କୃମିନାଶକ ବଟିକା ଖାଇ 9 ଛାତ୍ରଛାତ୍ରୀ ଅସୁସ୍ଥ। କେଉଁଝର ଜିଲ୍ଲା ସାହାରପଡ଼ା ବ୍ଲକ ଟେଣ୍ଡେରା ପଞ୍ଚାୟତ ଅନ୍ତର୍ଗତ ରେଙ୍ଗାଳ ବେଢ଼ା ପ୍ରାଥମିକ ବିଦ୍ୟାଳୟର 9 ଜଣ ଛାତ୍ରଛାତ୍ରୀ କୃମିନାଶକ ବଟିକା ଖାଇ ଅସୁସ୍ଥ ହୋଇଛନ୍ତି। ସୂଚନା ଅନୁସାରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ମଧ୍ୟାହ୍ନ ଭୋଜନ ପରେ କୃମିନାଶକ ବଟିକା ଖାଇବାକୁ ଦିଆଯାଇଥିଲା। ବଟିକା ଖାଇବାର କିଛି ସମୟ ପରେ 2 ଜଣ ଛାତ୍ରଛାତ୍ରୀ ଅସୁସ୍ଥ ହୋଇପଡ଼ିଥିଲେ। କିଛି ଛାତ୍ରଛାତ୍ରୀ ବାନ୍ତି କରିଥିଲା ବେଳେ ଅନ୍ୟ କେତେଜଣଙ୍କର ମୁଣ୍ଡ ବୁଲାଇଥିଲା। ସେମାନଙ୍କୁ ସଙ୍ଗେ ସଙ୍ଗେ 108 ଆମ୍ବୁଲାନ୍ସ ଯୋଗେ ବିଦ୍ୟାଳୟର ଭାରପ୍ରାପ୍ତ ଶିକ୍ଷୟିତ୍ରୀ ପ୍ରଜ୍ଞା ଚୌଧୁରୀ ପାଟଣା ଡାକ୍ତରଖାନାକୁ ଆଣିଥିଲେ। ଡାକ୍ତରଖାନାରେ ଚିକିତ୍ସା ପରେ ଛାତ୍ରଛାତ୍ରୀମାନେ ସୁସ୍ଥ ହେବା ସହିତ ଘରକୁ ନିଆଯାଇଥିଲା। କେଉଁଝରରୁ ଦଶରଥ ବାରିକଙ୍କ ରିପୋର୍ଟ, ସ୍ୱତନ୍ତ୍ର ଓଡ଼ିଶା ଲାଇଭ୍।